ଆସିବ ସେଇଦିନ ସେ ଯିବ। ନହେଲେ ଆଜି ଯାଇ ତା ପାଇଁ ମୁଁ ମାନେ ମଶାଣିରେ ଚୁରି ଗାତ କରିଦେବି। ନା ବାର ନା ମାର ଖୋଲା ମୋ ପାଇଁ ଚାରି ଦୁଆର ପିତ ଚଢ଼ିଯାଏ ମୁଣ୍ଡକୁ ଯେବେ ମୁଁ କହିଦିଏ ଛୁଆ କିସବେ କାହିଁକି ମତେ ଛାଡ଼ି ଦେଇ ଚାଲିଗଲ? ମଣିଷ ବିଷ ପିଲେ ହୁଏତ ଭଲ ହେଇଯାଇପାରେ, ହେଲେ ସନ୍ଦେହ ଏମିତି ଗୋଟାଏ ବିଷ ଯାହା ମନରେ ଥରେ ବସା ବାନ୍ଧିଯାଏ ସେ ବସା ଏତେ ଶୀଘ୍ର ଛିଡ଼େନି। କେତେ ହସ ଖୁସିରେ ଆମ ସଂସାର ଚାଲିଥିଲା। ଚାକିରି ଆରମ୍ଭରୁ ଆମେ ବେଙ୍ଗଲୋର ସିଟି ଭୁଲ ବଶତଃ ଏଉଠୁ ଫେରିବା 10 ମିନିଟ୍ ଲେଟ୍ ହେଇଗଲେ। ଯୋଉ ସ୍ତ୍ରୀ କେତେବେଳେ ଫେରିବ କେତେବେଳେ ଫେରିବ ଏମିତି କରି ପାକିଳି ହେଇଯାଉଥିଲା। ଆଜି ସାମାନ୍ୟ ମିଛ ମୋବାଇଲ ଚାକିରିକୁ ସନ୍ଦେହ କରି ସେ ସ୍ତ୍ରୀ ମୋ ପାଖରୁ ଡିଭୋର୍ସ ନେଇ ଚାଲିଗଲା। କିନ୍ତୁ ଗୋଟେ କଥା ମୁଁ ଜାଣିଛି, ଯୋଉ ସ୍ତ୍ରୀ ତା ସ୍ୱାମୀକି ନିଜ ଜୀବନଠୁ ଅଧିକ ଭଲ ପାଏ ସେ ତାକୁ ସବୁଠୁ ବେଶୀ ସନ୍ଦେହ କରେ। ସେମିତି ତମେ ମତେ ଭଲ ପାଅ ନା? ଆରେ ଭଲ ପାଅ ନା ମତେ? ନମସ୍କାର ସାର୍। ନମସ୍କାର। ସାର୍ ଆପଣ ତ ଜାଣିପାରୁନାହାନ୍ତି ମୁଁ ରାଧିକା, ଆପଣ ରାଧା ଫିଲ୍ମର ହିରୋଇନ ରାଧିକା। ରାଧିକା ସରି ଜାଣିପାରିଲିନି। ସାର୍ ସତରେ ଆପଣ ଜାଣିପାରୁନାହାନ୍ତି? ଆପଣ ମୋ ସାଙ୍ଗରେ ଫୋନରେ କଥା ହୁଅନ୍ତି, ମୋ ମୋବାଇଲକୁ ଆପଣ 50,000 ଟଙ୍କା ଫୋନ ପେ ବି କରିଛନ୍ତି। 50,000 ଫୋନ ପେ କରିଛ? ହଁ, କୋଣ ବିଶ୍ୱାସ ହଉନି? ନମ୍ବରଟା ଦେଖଉଛି, ଦେଖିଲେ ସାର୍ ଏଇ ନମ୍ବରଟା ନା? ଆରେ ଏଇଟା ତ ମୋ ଫୋନ ପେ ନବ। ତାପରେ ମାନେ କଣ ହଉଛନ୍ତି? ଆପଣ ମୋ ସାଙ୍ଗରେ ଫୋନରେ କଥା ହୁଅନ୍ତି, ମୋ ରିଲ୍ସ ଦେଖି ମତେ ହିରୋଇନ ପାଇଁ ସ୍ୱପ୍ନ ଦେଖେଇଥିଲେ, ଆସିକୁ ଠକେଇଥିଲେ। କହିଲେ ଭୁବନେଶ୍ୱର ପହଞ୍ଚିଲା ବେଳକୁ ଆପଣଙ୍କ ମୋବାଇଲଟା ସୁଇଚ୍ ଅଫ୍। ବହୁତ କଷ୍ଟ ଲୋକେସନ କରି ମୁଁ ଆସି ଆପଣଙ୍କ ପାଖରେ ସତରେ ଯାହା ସହିତ କଥା ତ ସେ ଲୋକ ମୁଁ ନୁହଁ। ସାର୍ ସତରେ ଆପଣ ଜାଣିପାରୁନାହାନ୍ତି? ନାଇଁ। ଆପଣ ମୋ ସାଙ୍ଗରେ ଭିଡିଓ କଲରେ କଥା ହୁଅନ୍ତି। ଫଟୋ ଅପେକ୍ଷା ଆପଣ ତ ବହୁତ ସୁନ୍ଦର, ବହୁତ ହ୍ୟାଣ୍ଡସମ୍, ବହୁତ ୟଙ୍ଗ। ସାର୍ ଏ ଫିଲ୍ମରେ ହିରୋ କଣ ଆପଣ? ମୁଁ ଯେ ସତରେ ଇଞ୍ଜିନିୟର, କୌଣସି ଫିଲ୍ମ ପ୍ରଡ୍ୟୁସର କି ହିରୋ ନୁହଁ। ଦେଖ ମ୍ୟାଡାମ, ତମକୁ ବୋଧେ ମୋ ନାଁ ଟିକେ ଠକି ଦେଇଛି। ଠକିଛି ନା ଆପଣ? ଆପଣ ମିଛ ସତ୍ୟ ଦେଖି ଆପଣ ମୋ ସଂସାରକୁ ଭାଙ୍ଗି ଦେଇଛନ୍ତି। କେବଳ ଆପଣଙ୍କ କଥାକୁ ଭରସା ବିଶ୍ୱାସ କରି ମୁଁ ଘର ଛାଡ଼ିଛି। ପାରୁଛ ତ ଘରକୁ ଫେରି ଯାଅ। ତମ ଟଙ୍କା ଦରକାର ତ ମୁଁ ତମକୁ ଟଙ୍କା ଦେବି। ପ୍ଲିଜ ତମ ଘରକୁ ଫେରି ଯାଅ ପ୍ଲିଜ। ସାର୍ ଆପଣ ସତକୁ ସତ ଅଡ଼ିସନ ଯଦି ମୁଁ ସତରେ କିଛି ବୁଝିପାରୁନି। ସାର୍ ମୁଁ ସତ କହୁଛି, ମୁଁ ଭଲ ଅଭିନୟ ଶିଖିଛି, ଭଲ ନାଚ କରେ, ଭଲ ଗୀତ ବି ଗାଇପାରେ। ସାର୍ ମୋ ରିଲ୍ସ ଦେଖି ମତେ ହିରୋଇନ ପାଇଁ ସ୍ୱପ୍ନ ଦେଖେଇଥିଲେ, ହେଲେ ଏଠି ଆପଣଙ୍କ କଥା ଶୁଣି ମତେ ଆକାଶରୁ ଛିଡ଼ି ପଡ଼ିଲା ଭଳି ଲାଗୁଛି। ସାର୍ ଆପଣ ସତକୁ ସତ ଅଡ଼ିସନ ଯଦି ମୁଁ ସତରେ କିଛି ବୁଝି ଆରେ ହିରୋଇନ ହବାର ସେଟା ତମ ମୁଣ୍ଡ ଖରାପ କରିଦେଇଛି। ଆରେ ପରିସ୍ଥିତି ବୁଝିବାକୁ ଚେଷ୍ଟା କର କାହିଁକି? ଦେଖ ମ୍ୟାଡାମ, ଏଠି ଅଛି ଭୁବନେଶ୍ୱର। ଏଠି ଏମିତି ଅନେକ ଦଲାଲ ମାନେ ବୁଝୁଛନ୍ତି ଯୋଉମାନେ ଗାଁର ସେମାନଙ୍କୁ ହିରୋଇନ ଦେବା ଆଶାରେ, ଚାକିରି ଦେବା ଆଶାରେ ମୋଟା କରି ଆଣୁଆ ଦେଇ ଭୁବନେଶ୍ୱର ନେଇ ଆସୁଛନ୍ତି। ଆଉ ତାପରେ ସେମାନଙ୍କୁ ମୁମ୍ବାଇ କି ସୁରାଟରେ ବିକ୍ରି କରିଦଉଛନ୍ତି। କଥା ମାନ, ସେ ଦଲାଲ ମାନେ ଖାବଳ ପଡ଼ିବାକୁ ପଡୁ। ତମେ କେତେ ଶୀଘ୍ର ପାରୁଛ ଜାଗା ଛାଡ଼ି ଚାଲ ପ୍ଲିଜ। ସାର୍ ଆପଣଙ୍କ କଥାକୁ ଭରସା ବିଶ୍ୱାସ କରି ମୁଁ ଘର ଛାଡ଼ିନି, ହେଲେ ଆପଣ ଆମ ସମ୍ପର୍କକୁ ମିଛ ବୋଲି କହୁଛନ୍ତି। ଯେତେବେଳେ ନୀଳବର୍ଣ୍ଣ ସୁନାର ରାଜା ହେଲା, ରାଜା ହେଲା ପରେ ରାଜ୍ୟରେ ଘୋଷଣା କରିଦେଲା ରାଜ୍ୟର ସମସ୍ତ ସୁଗାର ମାନଙ୍କୁ ମାରିଦିଅ। ତାପରେ ସୁଗାର ମାନଙ୍କ ମୁଣ୍ଡରେ ଭାଲାଗି ପଡ଼ିଲା।
ବୟ ଚିନ୍ତା କଲେ ସମସ୍ତେ ରାତ ବା ରାଗରେ ଉପରକୁ ମୁହଁ କରି ଏକା ସ୍ୱରରେ ହୁକେ ହୁ ହୁକେ ହୁ ଏମିତି କହି ଚିତ୍କାର କଲେ। ତାପରେ ସିନା ସବୁ ସତ କଥା ଜଣା ପଡିଲା। ଆଚ୍ଛା ମତେ ଗୋଟେ କଥା କହିଲ, ତମେ ଯଦି ମୋ ସହିତ ଫୋନରେ ଏତେ ଥର କଥା ହେଇଛ, ମୋ କଣ୍ଠସ୍ୱର ଶୁଣି ତମେ ଜାଣିପାରିଲ କେମିତି? ସାର୍ ଆପଣଙ୍କ କଥା ସତ। ମୁଁ ଯାହା ସାଙ୍ଗରେ କଥା ହଉଥିଲି ସେ କଣ୍ଠସ୍ୱର ଆପଣଙ୍କର ନୁହେଁ। ଯଦି ସବୁ ସତ କଥା ଜାଣି ସାରିଲଣି, ତମ ଗାଁ ବସ୍ ଧର, ତମ ଗାଁକୁ ବଞ୍ଚା ପ୍ଲିଜ୍। କେମିତି ଯିବି ସାର୍? ମୁଁ ତ ନିଜ ଇଚ୍ଛା ସେ ଘର ବଡ଼ କାଢିଛି। ସେ ଘରକୁ ମୁଁ ଯିବି କେମିତି? ସେ ତମ ସ୍ୱାମୀ ଚୋଲାଦ ନୁହନ୍ତି, ତାଙ୍କୁ ସବୁ ସତ କଥା କହିଦବ। ସାର୍ ସେଦିନ ଝଡ଼ ବର୍ଷା ରାତିରେ ନଦୀ ପାର ନ ହେଇପାରି ରଜକର ସ୍ତ୍ରୀ ନାଉଲିଆ ପାଖରେ ରହିଗଲା। ଆଉ ରଜକ ସେଇ କଥାକୁ ସନ୍ଦେହ କରି ତା ସ୍ତ୍ରୀକୁ ରଖିବାକୁ ସିଧା ସିଧା ମନା କରିଦେଲା। ମୁଁ ତ ନିଜ ଇଚ୍ଛା ସେ ଘର ବଡ଼ କାଢିଛି। ସେ ଘରକୁ ମୁଁ ଯିବି କେମିତି? ତମେ କିନ୍ତୁ ମୋ ଘର ରହିପାରିବନି। ଚାଲ ମଣିଷ ଭାଇ ସବୁ ରାସ୍ତା ପହଞ୍ଚେ, ସେ ଗୋଟିଏ ରାସ୍ତା ଥାଏ, ସେଇଟା ହଉଛି ମୃତ୍ୟୁ। ତମେ ହଁ ସାର୍, ମୁଁ ଯାହା ସାଙ୍ଗରେ କଥା ହଉଥିଲି ସେ ଲୋକ ଆପଣ ନୁହନ୍ତି। ଯୋଉ ଲୋକ ମୋ ସାଙ୍ଗରେ ଘଣ୍ଟା ଘଣ୍ଟା ଗପୁଥିଲେ ସେ ଲୋକ ମୋ ସାଙ୍ଗେ ଛଳନା କରୁଛନ୍ତି। ପରିବାର ସାଙ୍ଗରେ ଅନ୍ୟବାଟ କିଛି ନାହିଁ। କୁଆଡେ ଯାଉଛ ତମେ? ଏ ଆଖିରେ ଯୁଆଡ଼େ ନେଇଯିବ, ଏ ପାଖରେ ଯୁଆଡ଼େ ଚାଲିଯିବ, ମୁଁ ସିଆଡ଼େ ଚାଲିଯିବି। କଣ ବିପଦ ସମୟ ଧୈର୍ଯ୍ୟ ଥିବା ପାଇଁ ବଡ ଲୋକରେ ପୁରା ଉପଦେଶ ଦେଇଛନ୍ତି। ସାର୍ ମୁଁ ଧୈର୍ଯ୍ୟହରା ହେଇସାରିଛି। ମୃତ୍ୟୁ ମୋ ପାଇଁ ଶେଷ ରାସ୍ତା। ତମେ ମରିବନି, ତମେ ବଞ୍ଚିବ। ତମର ମିଛ ମୋବାଇଲ ଚାଟିଂ ପାଇଁ ମୋ ସଂସାର ଭାଙ୍ଗି ଯାଇଛି, ମୋ ପାଇଁ ବି ତମ ସଂସାର ଭାଙ୍ଗି ଯାଇଛି। ଆମେ ଦି ଜଣ ବି ଗୋଟିଏ ରାସ୍ତା ପଥିକ। ହଁ ତମର ଯଦି କିଛି ଆପତ୍ତି ନଥାଏ, ତମ ସ୍ୱାମୀ ଠିକ ବୁଝିବା ପର୍ଯ୍ୟନ୍ତ ତମେ